ମୁଁ ଏଠି ବିଦ୍ୟା ଅନୁଷ୍ଠାନ କରିଛି ଏଇ ସୁନ୍ଦରପଦା ଏରିଆରେ। ଯେତେବେଳେ ଏଠି ଜଙ୍ଗଲ ଥିଲା, କେହି ଲୋକ ବି ନଥିଲେ, ଆପାର୍ଟମେଣ୍ଟ ବି ହେଇନଥିଲା, ସେତେବେଳେ ମୁଁ ଛୋଟିଆ ଗୋଟେ ରୁମ୍ ନେଇକି ଗାଁ ପିଲାକୁ ଡାକିକି ପଢ଼େଇବା ଷ୍ଟାର୍ଟ କରିଥିଲି। ସେଇ ଜାଗାରୁ ଆଜି ଏତିକି ବାଟ ଚାଲି ଚାଲି ଆସିଛି। ବଟ୍ କୋଭିଡ ଯୋଗୁଁ ମୋର ବହୁତ କିଛି କ୍ଷତି ହେଇଛି ସ୍କୁଲରୁ। ଆଉ ବହୁତ କିଛି ଷ୍ଟ୍ରେନ୍ଥ ମୁଁ କରିଥିଲି, ସେଟା କୋଭିଡ ଯୋଗୁଁ ଭାଙ୍ଗି ଯାଇଛି। ସୋ ମୁଁ କିନ୍ତୁ ହାରିବାକୁ ଚେଷ୍ଟା କରିନି। ମୁଁ ପୁଣି ଜିରୋରୁ ଷ୍ଟାର୍ଟ କରିକି ଆଜି ପୁଣି ଦୁଇ ପଟେ ହାଇଟେକ୍ ପଟେ ଗୋଟେ ଆଣ୍ଡ ବିରିବନ୍ଦରେ ଗୋଟେ ସ୍କୁଲ ମୁଁ ଚଲାଉଛି। ଆଉ ବିଭିନ୍ନ ଜାଗାରେ ଫ୍ରାଞ୍ଚାଇଜି ବି ଦେବା ପାଇଁ ଚେଷ୍ଟା କରୁଛି। ଗୋଟେ ଯୋଡ଼େ ଫ୍ରାଞ୍ଚାଇଜି ଆମର ଚାଲିଛି, ବଡ଼ମ୍ବା ନରସିଂହପୁରରେ ଚାଲିଛି। ସେଠି ଭଲ ଚାଲିଛି। ଭବାନୀପାଟଣାରେ ବି ଏବେ ଦିଆହେଇଛି, ଆଉ ବି ମୁଁ ଦେବାକୁ ଚାହେଁ। ଏଟା ହେଲା ଗୋଟେ ଗୋଷ୍ଠୀ, ଆମର ୱାଣ୍ଡରଲ୍ୟାଣ୍ଡ ଏଡୁକେସନାଲ ଚାରିଟେବଲ ଟ୍ରଷ୍ଟ। ଯେଉଁ ଟ୍ରଷ୍ଟି ମାନେ ଅଛନ୍ତି ସେମାନେ ମିଟିଂରେ ବେଳେବେଳେ ଆସିଛନ୍ତି। ବଟ୍ ସମାଜ ସେବା ଆମର ଏଇ ଅର୍ଗାନାଇଜେସନ ତରଫରୁ ଆମେ ଆଇ ଚେକଅପ୍ କ୍ୟାମ୍ପ, ହେଲ୍ଥ ଚେକଅପ୍ କ୍ୟାମ୍ପ, ବ୍ଲଡ ଡୋନେସନ କ୍ୟାମ୍ପ, ଛୁଆମାନଙ୍କୁ ବସ୍ତ୍ର ଦେବା, ଖାଦ୍ୟ ଦେବା, କୋଭିଡ କ୍ୟାମ୍ପ, କୋଭିଡରେ ଡିଷ୍ଟ୍ରିବ୍ୟୁଟ କରିବା, ଫନିରେ ଡିଷ୍ଟ୍ରିବ୍ୟୁଟ କରିବା, ସବୁ ପ୍ରକାର କାମ ଆମେ କରୁଥାଏ। ଆଣ୍ଡ ଏଇ ସ୍କୁଲ ଜରିଏ ମୁଁ ବିପିଏଲ ଛୁଆକୁ 20ଟା ବିପିଏଲ ଛୁଆକୁ ସବୁ ବର୍ଷ ଫ୍ରି ଅଫ୍ କଷ୍ଟ ପଢ଼ାଉଛି। ତାଙ୍କ ପାଇଁ ମୋ ସିଟ୍ 20ଟା ମୁଁ ରଖୁଛି ସବୁବେଳେ। କିନ୍ତୁ ମୋ କ୍ଷମତା ବେଶୀ ନାହିଁ। ମୁଁ ଆପିଲ କରିବାକୁ ଚାହେଁ ସମସ୍ତେ ସମାଜର ମାନିଗଣି ବ୍ୟକ୍ତି ପାଖରେ। ମୁଁ ଗଭର୍ଣ୍ଣରକୁ ବି ବହୁତ ଥର ଲେଖିଛି, କଲେକ୍ଟରକୁ ବି ଲେଖିଛି, ତହସିଲଦାରକୁ ବି ଲେଖିଛି ଯେ ସ୍କୁଲ ପାଇଁ ମୋ ବୃଦ୍ଧାଶ୍ରମ, ଅନାଥାଶ୍ରମ, ସ୍କୁଲ, କଲେଜ କରିବାକୁ ଚାହେଁ, ମୋତେ ଖଣ୍ଡେ ଜାଗା ମିଳୁ। କିନ୍ତୁ ଏପର୍ଯ୍ୟନ୍ତ ମୋ ଫାଇଲ ମାନେ ସେକେଣ୍ଡ ଟାଇମ୍ ଗଲେ ମୋ ଫାଇଲ ସେଠି ଆଉ ମିଳୁନି। ମେ ବି ମ୍ୟାନ୍ ସପୋର୍ଟ ନାହିଁ ବୋଲି ଏଟା ହେଉଛି। ତ ମୁଁ ଆଜି ଯେଉଁମାନେ ଆମ ଟ୍ରଷ୍ଟିରେ, ଆମର ମ୍ୟାନେଜିଂ କମିଟିରେ ସବୁ ଅଛନ୍ତି, ସମସ୍ତଙ୍କୁ କହିବି ମୋ ସାଙ୍ଗରେ ଏଇସବୁ କାମରେ ଯାଆନ୍ତୁ। ଆଉ ଫାଇଲ କେମିତି ହଜିଲା, କେଉଁଠି ହଜିଲା ସବୁ ଦେଖନ୍ତୁ। ଆଉ ଏଟା ମିଳିଗଲେ ମୁଁ ସମାଜର ବହୁତ ଲୋକକୁ ମାନେ କର୍ମ ସେଠି ଦେଇପାରିବି। ଆଜି ଆମେ ବିବେକାନନ୍ଦ ଜୟନ୍ତୀ 125th ବାର୍ଥ ଆନିଭର୍ସରୀ, ଏଇ ଦିନ ୟଥ ଜେନେରେସନରେ ଆମେ 100 ପିଲା ପାଇଁ ଖାତା, ପେନସିଲ, ଫ୍ରୁଟ୍ସ ସବୁ ରଖିଛୁ। 100 ପିଲାକୁ ବାଟିବୁ, ଗାଁରୁ ଆସିବେ, କିନ୍ତୁ ପିଲା ଖେଳିବେ। ନ୍ୟାସନାଲ ୟଥ ଡେ ଉପଲକ୍ଷେ ପିଲା ଖେଳିବେ। ଏଟା ମୋର ଗୋଟେ ଆଦର୍ଶ। ଜୀବନ ଆଣ୍ଡ ଜୀବିକା, ଏଇ ଦୁଇଟା ଯାକ ଏଠି ତିଆରି ହେଉଛି। ମଣିଷ ତିଆରି ହେଉଛି ଜୀବିକା ପାଇଁ ସାର୍ଟିଫିକେଟ ନେବ, କିନ୍ତୁ ଜୀବନ ହେଉଛି ଆଦର୍ଶ ମଣିଷକୁ ଦେଖିକି ଆଦର୍ଶ ସଂସ୍କୃତରେ ପିଲା ବଢ଼ିବ। ସେଇଟା ମୋର ସବୁବେଳେ ଧ୍ୟାନ ରୁହେ। ପିଲା କମ୍ପ୍ୟୁଟର ବି ଶିଖନ୍ତୁ, କିନ୍ତୁ ଇତିହାସକୁ ବି ଜାଣନ୍ତୁ ଆମ ଭାରତରେ କ'ଣ ଅଛି। ମୁଁ ସବୁ ଜଣେଇବା ପାଇଁ ଏତେ ବଡ଼ ବଡ଼ ଫେଷ୍ଟିଭାଲ କରେ। ନେତାଜୀ ଜୟନ୍ତୀ ଆଗେ ହବ, ତାପରେ 26 ଜାନୁଆରୀ ହବ। ତ ନେତାଜୀ ସୁଭାଷ କିଏ? ଆଜି ଲୋକ ଲକ୍ଷ ଲକ୍ଷ ଟଙ୍କା ଦେଇକି ଏସି ରୁମ୍ରେ ପାଠ ପଢ଼ାଇବା ପାଇଁ ପିଲାକୁ ପଠାଉଛନ୍ତି। ସେମାନେ ବିଜନେସ୍ କରୁଛନ୍ତି। ମୁଁ ଏଡୁକେସନ ହେଇକି ବିଜନେସ୍ କରେନି, ମୁଁ ଏଡୁକେସନ ଡିଷ୍ଟ୍ରିବ୍ୟୁଟ୍ କରେ। ମୁଁ ଇଣ୍ଡିଆନ୍ କଲଚରକୁ ଡିଷ୍ଟ୍ରିବ୍ୟୁଟ୍ କରେ, ଯେ ପିଲା ଗୋଟେ ଶାରୀରିକ ମାନସିକ ପୂର୍ଣ୍ଣ ମଣିଷ ହୁଅନ୍ତୁ ଜୀବନରେ। ଯେ ଯେଉଁ ଏଠି ଫାଉଣ୍ଡେସନ ଶିଖିକି ଗଲେ ସେଇଟା ତା ଜୀବନରେ କର୍ମରେ ଲଗାଇକି ସେ ଆଗକୁ ଯାଆନ୍ତୁ, ଭଲ ମଣିଷ ହୁଅନ୍ତୁ। ଏଇଟା ହେଉଛି ମୋର ଉଦ୍ଦେଶ୍ୟ। ତା ସାଙ୍ଗରେ ସାମାଜିକ କାର୍ଯ୍ୟକ୍ରମ ଚାଲିଛି, ଚାଲିବ। କିନ୍ତୁ ଆମ ଗୋଷ୍ଠୀର ଟୋଟାଲି ଫିନାନ୍ସିଆଲ ସପୋର୍ଟ ବୋଲିକି କିଛି ନାହିଁ। କିନ୍ତୁ ସେଇଟା ପାଇଁ ମୁଁ ଆପିଲ କରିଛି, ଯଦି ସମାଜର ମାନିଗଣି ବ୍ୟକ୍ତି କେହି ଥିବେ, କେହି ଗୋଟେ ବିପିଏଲ ଛୁଆର ପାଠ ଦାୟିତ୍ୱ ନେଇଯିବେ ବର୍ଷକୁ, ତାହେଲେ ସ୍କୁଲର ବହୁତ ଉନ୍ନତି ହେଇଯିବ। ଏତିକି କହିକି ମୁଁ ରଖୁଛି। ଧନ୍ୟବାଦ। ମୁଁ ରାମଚଣ୍ଡୀ ଡିଗ୍ରୀ ମହାବିଦ୍ୟାଳୟର ପ୍ରିନ୍ସିପାଲ ଅଛି। ଆଜି ନୀଳିମା ବନ୍ଧୋପାଧ୍ୟାୟ ମ୍ୟାଡ଼ାମ ମୋତେ ଆଜି ତାଙ୍କ ସ୍କୁଲର ମୁଖ୍ୟ ଅତିଥି ଭାବରେ ଇନଭାଇଟ୍ କରିଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି। ଆଉ ମୁଁ ଏତିକି କହିବାକୁ ଯେ ଆଜି ସ୍କୁଲ ହେଉଛି 13 ବର୍ଷର, ଏବଂ ମ୍ୟାଡ଼ାମ ତାଙ୍କ ନିଜ ପ୍ରଚେଷ୍ଟାରେ ଆଜି ସ୍କୁଲକୁ ଗଢ଼ିଛନ୍ତି। ବହୁତ ବାଧାବିଘ୍ନ ଏବଂ ଅସୁବିଧା ସତ୍ତ୍ୱେ ସ୍କୁଲ ଆଜି ଏତେ ବର୍ଷରେ ପହଞ୍ଚିଛି, ଏବଂ ତାଙ୍କର ସେ ଯେଉଁ ଚେଷ୍ଟା, ସେଥିପାଇଁ ତାଙ୍କୁ କୌଣସି ସାହାଯ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ। ମୁଁ ଚାହୁଁଛି ଯେ ତାଙ୍କୁ ଆପଣଙ୍କ ମାଧ୍ୟମରେ ମୁଁ ଜଣାଇବାକୁ ଚାହୁଁଛି ଯେ ସ୍କୁଲକୁ କୌଣସି ତରଫରୁ ଗ୍ରାଣ୍ଟସ୍ ବା ସାହାଯ୍ୟ ଆସିଲେ ସ୍କୁଲ ବହୁତ ଆଗକୁ ଯାଇପାରିବ। କାରଣ ଏଇ ଯେଉଁ 150-200 ପିଲାଙ୍କୁ ଜଣେ ପଢ଼େଇବା ବା ଆଗକୁ ନେବା ବହୁତ କାଠିକର ପାଠ। ଛୋଟ ଛୋଟ ପିଲାମାନଙ୍କୁ ତାଙ୍କର ସବୁ କେୟାର ନେଇ, ଷ୍ଟାଫ୍ମାନଙ୍କୁ ରଖି, ସ୍କୁଲମାନଙ୍କୁ ରଖି ଏସବୁ କରିଛନ୍ତି। ମାନେ ତାଙ୍କୁ ମୁଁ ବହୁତ ଧନ୍ୟବାଦ ଜଣାଉଛି, ବହୁତ ଧନ୍ୟବାଦ, ସାଧୁବାଦ ଜଣାଉଛି। କାରଣ ଏଇ ଯେଉଁ ଗୁରୁ ଦାୟିତ୍ୱ ସେ ବହନ କରିଛନ୍ତି ସମାଜର, ଏଇଟା ସାମାଜିକ କାମ, ସେ ତାଙ୍କ ନିଜ ବ୍ୟକ୍ତିଗତ କାମ ପାଇଁ କିଛି କରିନାହାନ୍ତି। ତେଣୁକରି ଆପଣଙ୍କ ମାଧ୍ୟମରେ ମୁଁ ଆହ୍ୱାନ କରୁଛି, ଯେଉଁମାନେ ବଦାନ ବ୍ୟକ୍ତି ଅଛନ୍ତି ବା ସରକାରୀ ଅନୁଷ୍ଠାନରୁ ଯେଉଁମାନେ ଅଛନ୍ତି, ଯେଉଁଠି ସ୍କୁଲକୁ ସାହାଯ୍ୟ କଲେ ସ୍କୁଲ ବହୁତ ଆଗକୁ ଯାଇପାରିବ। ଏବଂ ସର୍ବଶେଷରେ ମୁଁ ଏତିକି କହିବାକୁ ଚାହୁଁଛି, ଯେତେବେଳେ ମ୍ୟାଡ଼ାମ ମୋ ପାଖରୁ କୌଣସି ସାହାଯ୍ୟ, ସହାନୁଭୂତି ବା ଶାରୀରିକ, ମାନସିକ ଯେଉଁ ପ୍ରକାର ସାହାଯ୍ୟ ଚାହିଁବେ, ମୁଁ ଅନୁଷ୍ଠାନ ପ୍ରତି ଡେଡିକେଟେଡ୍ ରହିବି ଏବଂ ମୋର ସାହାଯ୍ୟ ସବୁଦିନ ପାଇଁ ତାଙ୍କ ପାଇଁ ରହିବ। ଜଗନ୍ନାଥ ସ୍ୱାମୀ, ଜୟ ବିବେକାନନ୍ଦଜୀ। ମୁଁ କେବଳ ଏତିକି କହିବି,
आम एरिया रे मैडम जबेठू आसिक संस्थाटी करी मैडम भी बहुत चेष्टा करी आमर भी आंतरिकता मैडम को पई सदा सर्वदा मु बंचीला पर्यंत मो निज कथा मु कहूँ ये अनुष्ठान पई मो तरफ जी साहाय्य करने कथा मु मो पारि पर्यंत चेष्टा करी आउ ये पिला मानू देखी आज बहुत खुशी लगुच एमाने केमती भल रास्ता जीवे भल मनीष हे एटा प्रभु जगन्नाथ पाखे मोर अति विनम्र निवेदन स्कूल सदा मैडम निजस्व पांठि से बहुत चेष्टा कले गोटे सरकारी जमी को जेहेतु गोटे सरकार को आम नवेदन करुँ ये संस्था निहाती गोटे जो आम एरिया बहुत सरकारी जमी अच्छी जदि सरकार चाहिए आमर मान्यवर विधायक एमान जदि चाहिए ताले संस्था निश्चित भाव में जगह खंडे मिल पार पिला माने केमती भल रास्तार जातु भल मनीष हूँ भल पाठ पढ़ु आम देश आम राज्यर आम गाँव ना रखु एति ही मु जगन्नाथ पाखे प्रार्थना।